ଏଠି ସବୁ ବାହାରି ପଇଲୁ ଆଜି ସମସ୍ତଙ୍କର ବିଦାୟୀ ଆଉ ମୋ ଭାଇ ଭାଉଜ ସେମାନେ ପଳେଇ ଯିବେ ଆଉ ମୁଁ ବି ଆଜି ପଳେଇବି ତାଙ୍କ ସହିତ। ଯେହେତୁ ମୁଁ ବାଲେଶ୍ୱର ଯିବି ସେମାନଙ୍କୁ ଭଦ୍ରକରେ ଛାଡ଼ିଦେବି ବସଷ୍ଟାଣ୍ଡରେ ଆଉ ସେମାନେ ଭୁବନେଶ୍ୱର ବସ୍ରେ ପଳେଇଯିବେ ଆଉ ଭୁବନେଶ୍ୱରରୁ ତାଙ୍କର ଟ୍ରେନ୍ ଅଛି ରାତି 9ଟାରେ। ସେଇଥିପାଇଁ ଆମେ ଭାଇ ଭଉଣୀ ପ୍ଲାନ୍ କରିଥିଲୁ ସାଙ୍ଗ ହେଇକି ସବୁ ପଳେଇ ଯିବା ପାଇଁ। ଆଉ ଏଠି ସମୟ 4:30 ପ୍ରାୟ ବାଜିଛି ଆମେ ସମସ୍ତେ ବାହାରି ପଡ଼ିଥିଲୁ। 8-10 ଦିନ ରହିବା ଭିତରେ ସମୟ କେମିତି କଟିଗଲା ଜଣା ହିଁ ପଡ଼ିଲାନି। ଆଉ ଏମିତି ବି ଏପଟ ସେପଟ ବୁଲାବୁଲିରେ ବି ସମୟ ଚାଲିଗଲା। ଆଉ ଆଜି ଯେହେତୁ ବିଦାୟୀ ସମସ୍ତଙ୍କର ମନ ଦୁଃଖ ହେଉଛି। ଆଉ ଆମେ ତ ପଳେଇ ଯିବୁ ତାପରେ ମୋ ଭଉଣୀ ବି ସେ ବି ପଳେଇ ଯିବ। ଆମେ ଯେହେତୁ ଗୋଟେ ଲାଇନ୍ରେ ଯିବୁ ସେଥିପାଇଁ ଭାଇ ଭଉଣୀ ପଳେଇଲୁ ଆଉ ସେ ତାର ଏପଟ ଲାଇନ୍ରେ ଯିବ ଆମକୁ ବିଦା କରିସାରିଲା ପରେ ସେ ଯିବ। ଆଉ ସମସ୍ତଙ୍କର ମନ ଦୁଃଖ ହେଲା ଯେହେତୁ ସମସ୍ତେ ଏକଜୁଟ ହେଇଥିଲେ ଆଉ ସମସ୍ତେ ଛାଡ଼ିକି ପଳେଇଲେ। ମୋ ବୋଉ ଆଉ ବାପାଙ୍କର ବି ବହୁତ ମନ ଦୁଃଖ ହେଲା। ଆମ ଝିଅର ତ ପ୍ରବଳ ମନ ଦୁଃଖ ହେଉଥିଲା କାହିଁକିନା ତାକୁ ଗୁଜୁରାଟ ଜମାରୁ ଯିବାକୁ ଇଚ୍ଛା ହେଉନଥିଲା। ଆଉ ତାପରେ ଆସିକି ଆମେ ଭଦ୍ରକ ବସଷ୍ଟାଣ୍ଡରେ ପହଞ୍ଚିଗଲୁ। ଆଉ ପହଞ୍ଚିଲା ମାତ୍ରେ ଗୋଟେ ବସ୍ ଆସି ଭୁବନେଶ୍ୱର ବସ୍ ଲାଗିଯାଇଥିଲା ଆଉ ତରବରରେ ଆମେ ତାଙ୍କୁ ନେଇକି ବସ୍ରେ ବସେଇଦେଲୁ। ଆଦି ସେଇ ସମୟରେ ସେ ତାର କ'ଣ କରିଥିଲା ଶୋଇପଡ଼ିଥିଲା ଆଉ ତାର ଦିଦି ଭାଇଙ୍କ ସହିତ ଭେଟ ହୋଇପାରିଲାନି। ଆଉ ଏଠି ଯେହେତୁ ବସ୍ଟା ଲାଗିଛି ସେଥିପାଇଁ ସମସ୍ତେ ତରବର ହେଇକି ଦୌଡ଼ିଲେ ବେଡ୍ ଖଟା ନେଇକି। ସେମାନେ ତ ବସ୍ରେ ବସିଗଲେ ତାପରେ ଆମେ ପଳେଇ ଆସିଲୁ କାର୍କୁ। ଆଉ କାର୍ରେ ଦେଖନ୍ତୁ ପୁଅ କେମିତି ଶୋଇଛି ଏତେ ମଶା ଭିତରେ ପଶି ଯାଇଛନ୍ତି ତଥାପି ପୁଅର ନିଦ ଭାଙ୍ଗୁନି। ତାପରେ ଆମେ ବାଲେଶ୍ୱର ପଳେଇ ଆସିଥିଲୁ।